ମଟନ 6ଟା ବେଳୁ ଦୋକାନ ଖୋଲିଲାଣି? ଆଉ ଅଧଘଣ୍ଟେ ଯାଉ, ସେ ଏଇନା ଖୋଲିଥିବ, ତାର ତ ପ୍ରବଳ ଭିଡ଼। ଯାଏ ଦେଖିବା କ'ଣ ହେଉଛି। ହଉ ହଉ ଦେଖିବା ଯାଉଛି। ଜାଗା ପୁରା ସବୁଜ ସବୁଜ ଲାଗୁଛି। ବାଟରେ ଗଲାବେଳେ ଧାନ ଗଛ ସବୁ ପଡ଼ିଲା। ବହୁତ ଦିନ ପରେ ବିଲ ବାଟେ ପଶିକି ଯାଉଛି। ଛୁଆବେଳେ ଯାଉଥିଲି। ଚାଲନ୍ତୁ ଯିବା ଦେଖିବା। ଆଉ ଏଇଠୁ 3-4 କିଲୋମିଟର ରହିଲାଣି। ବହୁତ ବାଟ ଆସିବାକୁ ପଡ଼ୁଛି ମଟନଟା ଭଲ ପାଇଁ, ସେଥିପାଇଁ ଏ ଜାଗାକୁ ଆସିବାକୁ ପଡ଼ୁଛି। ଆଉ ଯାହା ହଉ ମଟନ ବି ବହୁତ ଭଲ, ଆଉ କ୍ୱାଲିଟି ବି ଭଲ। ଚାଲନ୍ତୁ ଯିବା ନେଇ ଆସିବା। ହେଇ ତାଙ୍କ ଚାଳିଆଟା ଦେଖାହେଲାଣି, ପୁରା ପାଖାପାଖି ଗଲେଣି। ଚାଲନ୍ତୁ ଯିବା। ଫାଷ୍ଟ କାଟିଲେ ବୋଧେ ନା? ଆମ ପୁଅ ଫୋନ୍ କରିଥିଲେ କି? କଥା ହେଇନ? ମିଡ଼ିୟମ୍ ସାଇଜ୍ କରିବ। ସେ ଗୋଡ଼ ସାଇଡ଼୍ ବେଶୀ ଦେବ ନା, ସେତିକି ଦିଅ। ନାଙ୍ଗୁର ମୁଠା ଟିକେ ଅନେଇ ଦିଅ, ଯୋଉଟା କାଢ଼। ଯାହା ମୁଁ ଯାଇକି ମଟନ୍ ନେଇ ଆଇଲି। ସବୁଦିନ ଏଠି ଜାମ୍ ହୁଏ। ଯେତେ ଥର ମୁଁ ଆସିଛି କେବେ ବି ଫାଙ୍କାରେ ନେଇନି। ଆଜି ଫାଷ୍ଟ ଟାଇମ୍ ପାଇଁ ଫାଙ୍କାରେ ନେଲି। ଆଉ ଦେଖିଲି ଲୋକ ଆଜି ବି ବେଶୀ ନାହାନ୍ତି, ଅଳ୍ପ ଲୋକ ଅଛନ୍ତି। ମୋତେ ମଟନ୍ ବି ଶୀଘ୍ର ଦେଇଦେଲେ। ମୁଁ ଯୋଉଠୁ କହିଲି ସେ ସେଇଠୁ ଦେଲେ। ପୁରା ନମ୍ବର 1 ମଟନ୍। କେବେ ବି ଯେତେ ଆସନ୍ତି ଏଠି ଦେଖିବେ। ଲୋକେସନ୍ ହେଉଛି ଆପଣଙ୍କର ବାଙ୍କସାହି ଆଉ ସାନ୍ତ୍ରାପୁର ପାଖରେ। ବଢ଼ିଆ ଜାଗା, ନମ୍ବର 1 ଭାଇ। ମାନେ ଯୋଉଠୁ କହିବ, ଭାଇଙ୍କୁ ଯୋଉଠି କହିବ ସେ ସେଇଠୁ ମଟନ୍ ଦେବେ। ତାଙ୍କର ସେମିତି କିଛି ନାହିଁ, ମାନେ ପାଖ ଲୋକ ଦୂର ଲୋକ ସେମିତି କିଛି ନାହିଁ। ଆସନ୍ତୁ ଥରେ ଦେଖନ୍ତୁ, ଏଠି ମଟନ୍ ନିଅନ୍ତୁ, ଜାଣିପାରିବେ ଏଠି ମଟନ୍ ଟିକେ ବି ପାଣି ନାହିଁ। ଚାଲନ୍ତୁ ଯିବା ଆଗକୁ, ବ୍ଲକ୍ ସବୁ କ'ଣ ଦେଖିବା। ଏ ଗାଁଟା ହେଉଛି କୁଣ୍ଡପଟଣା ଗାଁ। ପୁରା କର ସବୁ ଘର, ଏଠି ଫାଙ୍କା ବି ଟିକେ, ରାସ୍ତା ପୁରା ସର୍ଟକଟ୍। ରେଡ଼ି ହେଲାଣି, ଅଳ୍ପ ସମୟ ଅଛି, ମଟନ୍ଟା ପକେଇଦେବା ଆଉ ନା କ'ଣ? ସଇଲା। ନିଜ କାମ ନ କରି ମତେ ଦେଇଦେଇ ଯୋଉ କାମ କରିବ, ଏଇଟା କିଏ କରିବ? ଏଇଟା ବସିକି ଝାଳ ଝାଳ ଆଣ୍ଠି ହେଲେଣି। ତମେ କଲେ ଟେଷ୍ଟ ଲାଗେ ତ। ହଁ ଦୋକାନ ବନ୍ଦ କରି କାମ ସେଇ ଯୋଉ କିଛି ଆଣୁନି। ଭିଡ଼ିଓ କଲେ କ'ଣ ହବ? ଲୋକ ଦେଖିବେ, ତମକୁ ଡାକିବେ। ଗରମରେ ପୁରା ଝାଳ ନାଳ ଆଣ୍ଠିଏ। କି ମଟନ୍ ଆଜି ରୋଷେଇ ହେଉଛି, ମୋ ମୁଣ୍ଡ ଖରାପ। ଲାଇନ୍ ବି ନାହିଁ। ଆଉ ଲାଇନ୍ଟା ନାହିଁ, ଆଉ ଗରମ ହେଉନି? ଲାଇନ୍ ନାହିଁ, ଗରମ ପ୍ରବଳ। ଇଏ ଖାଲି କହୁଛନ୍ତି ରୋଷେଇ କରିଦିଅ। ରୋଷେଇ କରିବା କେତେ କଷ୍ଟ ଭଗବାନ। ଦୋକାନ ବନ୍ଦ, ରୋଷେଇ ମୁଁ ଏଠି କରୁଛି। ଯାହା ହଉ ଦୋକାନ ଆସି ପହଞ୍ଚିଗଲି। 11ଟା ପାଖାପାଖି ହେଲାଣି। 7ଟାରେ ଦୋକାନ ଖୋଲା ହେବା କଥା। ପୁରା ଲେଟ୍ ହେଇଗଲାଣି। ଆଉ କଷ୍ଟମର 2 ଜଣ ଫେରିଗଲେଣି। ମୁଁ ତାଙ୍କୁ ଜିନିଷ ଦେଇପାରିଲିନି। ଆଉ ଜଣେ କଷ୍ଟମର ଫୋନ୍ କରି ଜିନିଷପତ୍ର ଦେଇଦେବା, ଦେଇଦେଇ ପଳେଇବା ଘରକୁ ଖାଇବା ପାଇଁ। ଘରେ ଆଜି କିଛି ଗେଷ୍ଟ ଆସୁଛନ୍ତି। ଚାଲନ୍ତୁ ଯିବା, ଆଜି ସବୁ ଘରେ କ'ଣ ହେଉଛି ଦେଖିବା।